କିଏ ବନ୍ଦ କରିଥିଲା? ହୁଁ? ଲୋକମାନେ ବନ୍ଦ କରିନାହାନ୍ତି, ବିଜୁ ଜନତା ଦଳ ବନ୍ଦ କରିଥିଲା, କିଛି ଲୋକଙ୍କୁ ନେଇକି ବନ୍ଦ କରିଥିଲା। ବିଜୁ ଜନତା ଦଳ ନେତୃତ୍ୱରେ ବନ୍ଦ ହେଇଥିଲା, ଲୋକମାନଙ୍କୁ ନାହିଁ। ସେଟା ପବ୍ଲିକ ଆପଣ ଦେଖୁନାହାନ୍ତି ଲୋକ କେତେ ବିରୋଧ କରୁଥିଲେ, ସାଧାରଣ ଜନତା କେତେ ବିରୋଧ କରୁଥିଲେ ଆପଣମାନେ ଦେଖିଛନ୍ତି। ଗତକାଲି ଜୟପୁର ପ୍ରତ୍ୟେକ ଗୁରୁବାର 7ଟା ୟୁନିୟନ, ଭଣ୍ଡାରୀ ୟୁନିୟନ, ସୁନା ଦୋକାନୀ ୟୁନିୟନ, ତାଙ୍କର ଲୁଗା ଦୋକାନ ୟୁନିୟନ, ଯୋଉଟା କି ଟାଉନର 80% ଦୋକାନୀ ଗୁରୁବାର ଦିନ ବନ୍ଦ ରହିବ। ଏବଂ ତା ଭିତରେ ସରକାର ଘୋଷଣା କଲେ ଇଦ୍ ପାଇଁ ସମ୍ପୂର୍ଣ୍ଣ ଟାଉନ ବନ୍ଦ। ମୋର କଥା ହେଲା, ଯଦି ଆପଣ ପଚାରିଲେ, ମୁଁ ତ କହୁନଥିଲି, ଆପଣ ପଚାରିଲେ ଯେ ତା ପୂର୍ବରୁ କୋଉ ସରକାର ଥିଲା? ବିଜୁ ଜନତା ଦଳ ଥିଲା, ମାନ୍ୟବର ମୁଖ୍ୟମନ୍ତ୍ରୀ ଥିଲେ। ନବୀନ ବାବୁ ବି ବହୁତ ଥର ପ୍ରତିଶ୍ରୁତି ଦେଇଛନ୍ତି ଖୋଲିବା ପାଇଁ ପେପର ମିଲ୍କୁ। ଏବଂ ଇଣ୍ଡଷ୍ଟ୍ରି ମିନିଷ୍ଟର ଶ୍ରୀଯୁକ୍ତ ମିଶ୍ର ଥିଲାବେଳେ ସବୁ ସେକ୍ରେଟାରୀ ମିଟିଂ ହେଇଥିଲା। ଗଲା ସରକାରରେ ଚିଫ ସେକ୍ରେଟାରୀ 5 ଥର ମିଟିଂ କରିଛନ୍ତି, ଖୋଲିଦେଲେନି। ସେତକୁ ବିଜୁ ଜନତା ସମୟରେ ଆମେ ବହୁତ ବିଧାନସଭାରେ ଉଠେଇଛୁ, ବହୁତ କଥା କରିଛୁ, ଆନ୍ଦୋଳନ କରିଛୁ, କାହିଁକି ଚଲେଇଲେନି? କାହିଁ କଣ ପାଇଁ ଚଲେଇଲେ? ସେ ସରକାର ଦୟା ନଥିଲା? ଏବେ ଏବେ ତାଙ୍କ ସରକାର ଗଲା ପରେ ବିଜୁ ଜନତା ଦଳ ଆଖି ଖୋଲିଲା? ସରକାର ଗଲା ପରେ ବିଜୁ ଜନତା ଦଳ ଆଖି ଖୋଲିଲାନି? ଆମେ କଲେକ୍ଟରକୁ ଦେଖା କରିଥିଲୁ, 400 କର୍ମଚାରୀଙ୍କ ସହିତ, ରିଟାୟାର୍ଡ ବାଲାଙ୍କ ସହିତ ଆମେ ଦେଖା ହେଇଥିଲୁ, କଲେକ୍ଟରଙ୍କୁ ଧାରଣା ଦେଇଥିଲୁ। କଲେକ୍ଟର ପ୍ରତିଶ୍ରୁତି ଦେଇଥିଲେ ସବୁ ଦଳକୁ ଡାକିକିରି ଆଲୋଚନା କରି ତାର ଗୋଟେ କାର୍ଯ୍ୟାନୁଷ୍ଠାନ କରିବେ। ये कलेक्टर आम पढ़ेलु आमर ना होगा बोलिकी ना कमाया एटा सस्ता राजनीति कर। जदि गला सरकार तो करें